ପୂର୍ଣ୍ଣିମା 5 ଦିନିଆ ପର୍ବ ଦୋଳାସ ମାସ ମଧ୍ୟ ଦୋଳୋତ୍ସବ ଅନ୍ୟତମ। ଦୋଳୋତ୍ସବ ଏବଂ ହୋଲି ଦୁଇଟି ଭିନ୍ନ ଦୋଳୋତ୍ସବ ଦେବତାମାନଙ୍କ ପାଇଁ ଉଦ୍ଦିଷ୍ଟ। ଦୋଳ ପୂର୍ଣ୍ଣିମା ଅର୍ଥାତ୍ ଫାଲ୍ଗୁନ ପୂର୍ଣ୍ଣିମା ଏହି ପର୍ବରେ ପ୍ରଭୁ ଜଗନ୍ନାଥଙ୍କୁ ଦୋଳ ଗୋବିନ୍ଦ ବା କୃଷ୍ଣ ଭାବରେ ପୂଜା କରାଯାଏ। ଏହି ଶୁଭ ଅବସରରେ ଶ୍ରୀମନ୍ଦିର ଚତୁର୍ଥ ମୂର୍ତ୍ତିଙ୍କୁ ବେଶ ବା ରାଜାଧିରାଜ ବେଶରେ ସଜ୍ଜିତ କରାଯାଇଥାଏ ଓ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦେବତାମାନଙ୍କ ପ୍ରତିନିଧି ମୂର୍ତ୍ତି ଦୋଳ ଗୋବିନ୍ଦ ଭୂଦେବୀ ଏବଂ ଶ୍ରୀଦେବୀ ଦୋଳ ବିମାନରେ ପାରମ୍ପରିକ ସଙ୍ଗୀତ ନୃତ୍ୟ ତାଳ ଦୋଳ ମଣ୍ଡପକୁ ନିଆଯାଏ। ଝୁଲନ୍ତି ରଙ୍ଗେ ସଙ୍ଗେ ମୌନ ସୁନ୍ଦର ଝିମିରି ଅବିର ଫଗରେ ଭଗବାନ ଭକ୍ତଙ୍କ ସହିତ ହୋଲି ଖେଳିଥାନ୍ତି। ଏ ଅବସରରେ ଭଗବାନ କୃଷ୍ଣ ଏବଂ ଦେବୀ ରାଧାଙ୍କ ଅନନ୍ତ ଦିବ୍ୟ ପ୍ରେମକୁ ପାଳନ ପୂର୍ବକ ଚାଚାରୀ ବେଶ ହୋଇ ଚାଚାରୀ ପରିକ୍ରମା କରି ଚାଚାରୀ ଭୋଗ ଖାଇବାକୁ ଭକ୍ତଙ୍କ ନିକଟକୁ ଯାଇଥାନ୍ତି ଓ ଦୋଳ ବିମାନରେ ଦର୍ଶନ ଦେଇଥାନ୍ତି। ଦୋଳେଇଚ ଦୋଳ ଗୋବିନ୍ଦ ଚାପି ମଧୁସୂଦନ ରଥେ ତୋ ವಾಮನುಷ್ಟ ಪ್ರಭಜನ್ಮಾನ ವಿದ್ಯತೆ ଦୋଳରେ ଦୋଳ ଗୋବିନ୍ଦ ଚାପରେ ମଧୁସୂଦନ ରଥର ବାମନ ଦର୍ଶନ କଲେ ଜନ୍ମର ବାବକ ହୋଇଥାଏ। ନୃସିଂହ ପୁରାଣର ଆଉ ଏକ ରୋଚକ କାହାଣୀ। ଅସୁରରାଜ ହିରଣ୍ୟକଶିପୁଙ୍କ ପୁତ୍ର ପ୍ରହ୍ଲାଦ ବିଷ୍ଣୁଙ୍କର ଭକ୍ତ ଥିଲେ। ଓಂ ନମଃ ଭଗବତେ ବାସୁଦେବାୟ ଓಂ ନମଃ ଭଗବତେ ବାସୁଦେବାୟ ମନ୍ତ୍ର ଉଚ୍ଚାରଣ କରୁଥିଲେ। ଏଣୁ ତାଙ୍କ ପିତାଙ୍କ ପ୍ରବଚନରେ ମାଉସୀ ହୋଲିକା ଅଗ୍ନିଦଗ୍ଧ କରିବା ଯିବା ଅବକାଶ ଦୈତ୍ୟକ ରୂପରେ ପ୍ରହ୍ଲାଦ ସୁରକ୍ଷିତ ଥିଲେ। ଏଥିରେ ହୋଲିକା ଅଗ୍ନିଦଗ୍ଧ ହେଲେ। ଏଣୁ ଏହି ସ୍ମୃତିକୁ ଉଜ୍ଜୀବିତ କରିବାକୁ ପୂର୍ଣ୍ଣିମା ପୂର୍ବ ଦିନ ବରାହ ଦୋଳ ଏବଂ ରାଜ ଅଗ୍ନି ଉତ୍ସବ ପାଳନ କରାଯାଏ। ସେହିପରି ଦୋଳ ପୂର୍ଣ୍ଣିମା ପରଦିନ ପାଳିତ ଏହି ଋତୁରାଜ ବସନ୍ତ ଆଗମନର ଉଜ୍ଜ୍ୱଳତାକୁ ସ୍ୱାଗତ ଜଣାଏ। ଏ ବସନ୍ତ ଉତ୍ସବ ବା ହୋଲି ଆସନ୍ତୁ ମିଳିମିଶି ହୋଲି ଖେଳିବା।